ମଧୁବାସିନୀ ଗଣନାଟ୍ୟରେ ଆଜି ଆଖଡ଼ା ପୂଜା ଗହଣରେ ଅଛନ୍ତି ପ୍ରଯୋଜକ ସ୍ୱର୍ଣ୍ଣ ମହଲ କୁମାର ସ୍ୱାଇଁ ମହତାବ କଣ କହିବେ? ଜୟ ଜଗନ୍ନାଥ। ଆଜି ବହୁତ ବଡ଼ ଭାଗ୍ୟର କଥା। ଆଜି ମଧୁ ଆସନ୍ତି ଆଜି ଆଖଡ଼ା ପୂଜା କରୁଛି। ମୋ ସାନ ଭାଇ ବାବୁଲି ମୋ ପାଖରେ ଅଛି। ଯାଉ ଏଇ ଖଣ୍ଡାଳ ମନ୍ଦିର ମା କରନ୍ତୁ ଯେ ଅନୁଷ୍ଠାନ ଯେମିତି ଉନ୍ନତି ହଉ। ଆଜି ବହୁତ ଦେଖିଲି ସବୁ ଚିହ୍ନା ଏ ବର୍ଷ ଆମର ମଧୁ ଆସନରେ ଅଛନ୍ତି। ଏ ବର୍ଷ ମଧୁ ଆସନ ନିଶ୍ଚିନ୍ତ ଦିପାଦେ ଆଗକୁ ଯିବ। ଆପଣଙ୍କର ନାଟକ ମୁଁ ଏ ବର୍ଷ ତ 90 କଳବର କରିଛି। ସବୁ ସମ୍ପୂର୍ଣ୍ଣ ନୂଆ କରିଛି। ଷ୍ଟେଜ ଟୁ ପେଣ୍ଡାଲ ପର୍ଯ୍ୟନ୍ତ ଏଲଇଡି ଟୁ ଲାଇଟ୍ ସାଉଣ୍ଡ ସବୁ ନୂଆ କରିଛି। ଆଉ ଏ ବର୍ଷ ସବୁ ଅଧିକ ବଜେଟର କଳାକାର ସବୁ ବୁକ୍ କରିଛି। ଡବଲ ହିରୋଇନ, ଡବଲ ହିରୋ, ଡବଲ ଭିଲିଆନ ସମସ୍ତଙ୍କୁ ବୁକ୍ କରାହେଇଛି। କୌଣସିଥିରେ ମାନେ କିଛି କମ କରାହେଇନି। ଯାହା ହଉ ଏପରେ ଜଗନ୍ନାଥଙ୍କ ଉପରେ ମା ଶାରଳାଙ୍କର ଇଚ୍ଛା ଯାହା ଥବ। ନାଟକ ତ ବହୁତ ଭଲ ହେଇଛି। ଆଉ ଗୋଟେ ନାଟକ ବି ପ୍ରଦୀପ ସାରଙ୍କର ଚାଲିଛି। ସେ ନାଟକ ବି ଭଲ ହବ ବୋଲି ଆଶା। ଦେଖାଯିବ। ଫାଷ୍ଟ କ୍ୟାମ୍ପ ରୂପାଲି 5 ତାରିଖରେ ଅଗଷ୍ଟ 5ରେ। ଆପଣଙ୍କ ପାଖରେ ଅଛନ୍ତି ସୂର୍ଯ୍ୟକାନ୍ତ ବାରିକ ବାବୁଲି ବାବୁ ମଧୁବାସିନୀ ଗଣନାଟ୍ୟ ସିଏ ତ ମୋର ସାନ ଭାଇଟି। ସିଏ ତ ମୋର ସାନ ଭାଇଟି। ମୋର ସବୁବେଳେ ମୋ ହାତ ତା ମୁଣ୍ଡରେ ଅଛି। ଆଉ ମଧୁ ଆସନ୍ତି କିନ୍ତୁ ଉନ୍ନତି ହେବ, ସେଥିପାଇଁ ମୋର ସବୁବେଳେ ପ୍ରଚେଷ୍ଟା ଚାଲିଛି। ମଧୁବାସିନୀ ଆଖଡ଼ା ଶାଳାରୁ ଦର୍ଶକ ଏବଂ ଯାତ୍ରା କମିଟି ବନ୍ଧୁମାନେ କଣ ମେସେଜ ଦେବେ? ଯାତ୍ରା କମିଟି ଦେବି। ଏ ବର୍ଷ ବହୁତ ଚିହ୍ନା ମୁହ ବୈକୁଣ୍ଠ ବାବୁ ଆସନ୍ତି। ଆଣିକି ଆମର ଇଏ ଦୁର୍ଗା ଭୂୟାଁ, ରାକା ଫାକା ଏମିତି ଯୋଉ କଳାକାର ଅଛନ୍ତି ସବୁ ଚିହ୍ନା ମୁହ କଳାକାର। ଆଉ ଏ ବର୍ଷ ଆପଣ ମାନେ ସବୁ ଆସନ୍ତୁ, ମଧୁବାସନ ଦେଖନ୍ତୁ। ମଧୁବାସ ନିଶ୍ଚିନ୍ତ ଆପଣଙ୍କୁ ଏଥର ମନୋରଞ୍ଜନ ଖରାକୁ ଯୋଗିବ। ମଧୁବାସ ନିଶ୍ଚିନ୍ତ ଏ ବର୍ଷ ଦିପାଦେ ଆଗକୁ ଯିବ। ବାବୁଲି ବାବୁ କଣ କହିବେ? ନନା ଆସିଥିଲେ ବଡ ଭାଗ୍ୟର କଥା। ଏଠି ନଡିଆ ପିଟିଲେ। ପ୍ରଥମ କଥା ଆମର ଗାଡ କୋଣରେ ଯୋଉ ରେଲସେଲ ହଉଛି ସେ ତ ଠାକୁର ଆବିର୍ଭାବ ହେଇଥିଲେ। ତାଙ୍କରି ଆଶୀର୍ବାଦରୁ ଆଜି ପାଟି ଏ ଜାଗାରେ ଦ୍ୱିତୀୟ ବର୍ଷ ରେଲସେଲ କରୁଛି। ଝୁନା ଭାଇ, ଟିକି ଭାଇ, ମୋର ବଡ ବାପା କାବ ଭାଇ, ଏମିତି ସମସ୍ତେ ଅଛନ୍ତି। ଆମର ଯୋଉ ଘୁଷୁ ସାର୍, ଏମାନେ ସମସ୍ତେ ଅଛନ୍ତି। ସମସ୍ତଙ୍କ ଆଶୀର୍ବାଦ ରହିଛି। ଯାଉ ପାଟି ଏ ବର୍ଷ ଭଲ ଆଗେଇ ଚାଲିବ। ଇଏ ଆମର ଲିଲି ମ୍ୟାଡାମଙ୍କର, ତୁଷାର ସାରଙ୍କର ଦାଉଦ ନାଟକ। ଏମିତି ମଧୁବାସିନୀ 2026-27 ପାଇଁ କେତେ ଖଣ୍ଡ ନାଟକ ନେଇକି ମଇଦାନକୁ 5 ଖଣ୍ଡ, 4 ଖଣ୍ଡ ନୂଆ ନାଟକ, ପୁରୁଣା ନାଟକ ଖଣ୍ଡେ 5 ଖଣ୍ଡ ନେଇକି ବାହାରିବ। ସାରା ଓଡିଶାର କମିଟି ଦର୍ଶକ ମାନଙ୍କୁ କଣ ମଧୁବାସିନୀ ପରିବାର ତରଫରୁ କଣ ମେସେଜ ଦେବେ? ମୋ ବାପା ବୋଉ ଆଦିଗନ୍ଧ ବାରିକ, ଉର୍ମିଳା ବାରିକ ଏମାନଙ୍କ ଆଶୀର୍ବାଦରୁ ଆଜି ପାର୍ଟି 54 ବର୍ଷରେ ପଦାର୍ପଣ କଲା। ବହୁତ ପୁରୁଣା ପାର୍ଟି। ଆଉ ଏ ବର୍ଷ ନିହାତି କମିଟି ବନ୍ଧୁ ମାନଙ୍କୁ ନୂଆ ଡେକୋରେସନ, ପୁଣି ନୂଆ କିଛି ଲାଇଟ୍ ସାଉଣ୍ଡ, ନୂଆ ନାଟକ, ନୂଆ ଡ୍ୟାନ୍ସ ଦେଇକି ଦର୍ଶକ ମାନଙ୍କୁ ଭେଟି ଦେବ ଏ ବର୍ଷ। ଧନ୍ୟବାଦ।